ସମସ୍ତଙ୍କୁ ମୋ ଚ୍ୟାନେଲରେ ସ୍ୱାଗତ। ଚାଲନ୍ତୁ ଆଜି ରେଷ୍ଟୁରାଣ୍ଟ ଷ୍ଟାଇଲର ମାଛ ତରକାରୀ ବନେଇବା। ସେଥିପାଇଁ ମୁଁ ଏଠି 800 ଗ୍ରାମ ମାଛକୁ ଭଲକି ଧୋଇ ନେଇଛି। ସେଥିରେ ଲୁଣ 2 ଚାମଚ, ହଳଦୀ ଗୁଣ୍ଡ 2 ଚାମଚ, ଲଙ୍କା ଗୁଣ୍ଡ 1.5 ଚାମଚ ଆଉ ଫାଳେ ଲେମ୍ବୁର ରସକୁ ଦେଇକି ଭଲ ଭାବେ ମ୍ୟାରିନେଟ୍ କରିଦେବା। ଆପଣ ଚାହିଁଲେ ତେଲ ସ୍କିପ୍ କରିପାରିବେ, ହେଲେ ମୁଁ ଏଠି ସୋରିଷ ତେଲ 1 ଚାମଚ ଆଡ୍ କରିଥିଲି ସୋ ଦ୍ୟାଟ୍ ଭଲ ଫ୍ଲେଭର ଆସେ ଆଉ ମାଛ ବି ଆଉ ଆମିଷିଆ ସ୍ମେଲ୍ ହୁଏନି। ତ ଏଠି ତାପରେ ମୁଁ ଗୋଟେ ପ୍ୟାନରେ ସୋରିଷ ତେଲ 3ରୁ 4 ଚାମଚ ନେଇଯାଇଛି। ତେଲ ଭଲକି ଗରମ ହେଇସାରିଲା ପରେ ମାଛ ଗୁଡ଼ିକୁ ଗୋଟେ ଗୋଟେ ଛାଡ଼ିଦେଲି। ଏବେ ମାଛ ଗୋଟେ ସାଇଡ୍ ଭାଜି ହେଇଗଲା ପରେ ସେଗୁଡ଼ିକୁ ସବୁ ଫ୍ଲିପ୍ କରିନେଲି। ଦେଖନ୍ତୁ ଏଇଠି ମୋର ମାଛ ଗୋଲ୍ଡେନ୍ ବ୍ରାଉନ୍ ହେଇଯାଇଛି ଆଉ ଭଲକି ଭାଜି ହେଇଯାଇଛି। ସବୁ କାଢ଼ିଦେଲି। ଏବେ ଚାଲନ୍ତୁ ମସଲାଟା ପ୍ରସ୍ତୁତ କରିବା। ସେଥିପାଇଁ ମୁଁ 3ଟି ରାଗ ଶୁଖିଲା ଲଙ୍କା ନେଇଯାଇଛି ଆଉ ଜିରା 2 ଚାମଚ ନେଇଛି, ଗୋଲମରିଚ 10ରୁ 12ଟି, ଆଉ ରସୁଣ 10ରୁ 12ଟି ବଡ଼ କୁଲା, ଆଉ ଅଦା ଗୋଟେ 5 ଇଞ୍ଚର ଛୋଟ ଛୋଟ କାଟିକି ନେଇଯାଇଛି ମସଲା ପାଇଁକା। ଏବେ ତେଲ ଗୋଟେ କଡ଼େଇରେ ତେଲ ଗରମ ହେଇସାରିଲା ପରେ ସେଥିରେ ଜିରା କିଛି ଫୁଟେଇଦେଲି। ତାପରେ ଗୋଟେ ବଡ଼ ପିଆଜଟେ ଦେଇଦେଲି। ପିଆଜ ଗୋଲ୍ଡେନ୍ ବ୍ରାଉନ୍ ହେଇ ଭାଜିଗଲା ପରେ ମସଲା ବାଟିକି ରଖିଥିଲି, ଯୋଉଟା ମୁଁ କହିଦେଇଛି କ'ଣ କ'ଣ ମସଲା ନେଇଥିଲି। ସେଇ ମସଲାକୁ ଫାଇନ୍ ପେଷ୍ଟ କରି ନେଇଯାଇଥିଲି। ସେ ମସଲା ଆଡ୍ କରିକି ଏବେ ସବୁ ବେସିକ୍ ମସଲା ପାଉଡର ଆଡ୍ କଲି, ଯେମିତିକି ଲଙ୍କା ଗୁଣ୍ଡ 1.5 ଚାମଚ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ସବୁ ଗୋଟେ ଗୋଟେ ଚାମଚ ଦେଇଦେଲି। ତାପରେ ମସଲାଟିକୁ ଭାଜିବା, ସେଇ ପର୍ଯ୍ୟନ୍ତ କଷିବା ଯେ ପର୍ଯ୍ୟନ୍ତ ସେଥିରୁ ତେଲରୁ ନ ଛାଡ଼ି ହେଇଯାଇଛି। ମସଲାଟି ଭାଜି ହେଇଯିବା ଦରକାର। ଏବେ ମୁଁ ସେଥିରେ କିଛି ଟମାଟୋ ଆଡ୍ କରିଦେଲି। ମସଲାଟି ମୋର ଏବେ କଷିବା ଷ୍ଟାର୍ଟ କରିଦେଇଛି। ତାକୁ କଣ୍ଟିନ୍ୟୁଅସଲି ଚଲଉଥିବେ, କାହିଁକି ନା ମସଲାଟା ପୋଡ଼ି ଯିବାର ସମ୍ଭାବନା ଥାଏ ତଳୁ। ସେଥିପାଇଁ କଣ୍ଟିନ୍ୟୁଅସଲି ଚଲେଇବେ। ଆଉ ଏଇ ଟାଇମରେ ଟିକେ ଧନିଆ ପତ୍ର ଦେବେ। ଧନିଆ ପତ୍ର ଦେବା ଦ୍ୱାରା ଫ୍ଲେଭରଟା ବହୁତ ବଢ଼ିଆ ଆସିଥାଏ। ଆଉ କିଛି ଧନିଆ ପତ୍ର ମୁଁ ରଖିଛି, ପରେ ଯେତେବେଳେ ସର୍ଭ କରିବି ସେତେବେଳେ କିଛି ଆଡ୍ କରିବି। ତ ଏବେ ମୋର ମସଲାଟା ଯେତେବେଳେ ଛାଡ଼ି ଆସିଲା ତେଲରୁ, ଜାଣିଲି ଯେ ମସଲାଟା ମୋର ହେଇଗଲା। ସେତେବେଳେ ଗରମ ପାଣିଟା ଆଡ୍ କରିବି। ଥଣ୍ଡା ପାଣି ଆଡ୍ କରିବିନି, ଟେଷ୍ଟଟା ଟିକେ ଭଲ ଆସିବ ଯଦି ଆପଣ ଗରମ ପାଣି ଦେବେ। ତ ମୁଁ ଏଠି ଗରମ ପାଣି ଦେଲି। ଦେଖନ୍ତୁ ମୋର ତରକାରୀର ଝୋଳ ଗୁଡ଼ା ସବୁ ଫୁଟିଗଲାଣି। ଯେତେବେଳେ ଏମିତି ଫୁଟିଯିବ ସବୁ ଭଲକି ଏମିତି ଫୁଟିବା ଷ୍ଟାର୍ଟ କରିବ, ସେଇ ଟାଇମରେ ଭାଜିକି ରଖିଥିବା ମାଛ ଗୁଡ଼ିକୁ ସବୁ ଦେଇଦେବେ। ଦେଇକି ଆଞ୍ଚ ଟିକେ ଧିମା କରିଦେବେ, ସ୍ଲୋ ଫ୍ଲେମ୍ ଦେବେ। ତାପରେ ମୋତେ ଏଠି ଲାଗିଲା ମୁଁ ଟିକେ ଲୁଣ କମ୍ ଦେଇଥିଲି, ତ ଏବେ ମୁଁ ଆଉ କିଛି ଲୁଣ ଦେଇଦେଲି। ଦେଇକି ଘୋଡ଼େଇ ଦେଲି। ମାଛ ଟିକେ ସଫ୍ଟ ହେଇଯିବା ପରେ ଏଇଠି ମୁଁ ଧନିଆ ପତ୍ର ଦେଇଦେଲି। ତାପରେ ଗରମ ମସଲା ଟିକେ ଦେଇଦେଲି। ଦେଇକି ଭଲକି ଟିକେ ଚଲେଇ ଦେଲି। ଆଉ କଞ୍ଚା ଲଙ୍କା ଏଠି 3ରୁ 4ଟି ସ୍ଲିଟ୍ କରିକି ଆଡ୍ କରିଦେଇଛି। ଏଇଠି ମୋର ମାଛ ତରକାରୀ ପ୍ରସ୍ତୁତ ହେଇଗଲା। ଏବେ ଗୋଟେ ବାଉଲକୁ କାଢ଼ି ନେବା କିଛି। ଦେଖନ୍ତୁ କେତେ ଡେଲିସିୟସ୍ ହେଇଛି, ଦେଖାଯାଉଛି ବହୁତ, ଟେଷ୍ଟ ବି ବହୁତ ବଢ଼ିଆ ହେଇଥିଲା। ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଥାଏ, ଦୟାକରି ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିବେ। ଥ୍ୟାଙ୍କ ୟୁ ସୋ ମଚ୍।